ଓଡ଼ିଶାର ଜାତୀୟ ପର୍ବ। ଅପସନ୍ ଏ ମକର ସଂକ୍ରାନ୍ତି, ଅପସନ୍ ବି ରଜ ପର୍ବ, ଅପସନ୍ ସି ଦୁର୍ଗା ପୂଜା, ଅପସନ୍ ଡି ରଥଯାତ୍ରା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ରଜ ପର୍ବ। ପରବର୍ତ୍ତୀ ପ୍ରଶ୍ନ, ରଜ ପର୍ବ କେବେ ପାଳନ କରାଯାଏ? ଅପସନ୍ ଏ ଭାଦ୍ରବ ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ମାର୍ଗଶିର ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଆଷାଢ଼ ମାସ। ପରବର୍ତ୍ତୀ ପ୍ରଶ୍ନ, ପଣା ସଂକ୍ରାନ୍ତି କେଉଁ ମାସରେ ପଡ଼େ? ଅପସନ୍ ଏ ବୈଶାଖ ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ମାର୍ଗଶିର ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ବୈଶାଖ ମାସ। ପରବର୍ତ୍ତୀ ପ୍ରଶ୍ନ, ଦୁର୍ଗା ପୂଜା କେଉଁ ମାସରେ ପଡ଼େ? ଅପସନ୍ ଏ ବୈଶାଖ ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ମାର୍ଗଶିର ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆଶ୍ୱିନ ମାସ। ପରବର୍ତ୍ତୀ ପ୍ରଶ୍ନ, ଶିବରାତ୍ରି କେଉଁ ମାସରେ ପଡ଼େ? ଅପସନ୍ ଏ ବୈଶାଖ ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ପୌଷ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ପୌଷ ମାସ। ପରବର୍ତ୍ତୀ ପ୍ରଶ୍ନ, ମକର ସଂକ୍ରାନ୍ତି କେଉଁ ମାସରେ ପଡ଼େ? ଅପସନ୍ ଏ ମାଘ ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ପୌଷ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମାଘ ମାସ। ପରବର୍ତ୍ତୀ ପ୍ରଶ୍ନ, ସରସ୍ୱତୀ ପୂଜା କେଉଁ ମାସରେ ପଡ଼େ? ଅପସନ୍ ଏ ମାଘ ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ପୌଷ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମାଘ ମାସ। ପରବର୍ତ୍ତୀ ପ୍ରଶ୍ନ, ଗଣେଶ ପୂଜା କେଉଁ ମାସରେ ପଡ଼େ? ଅପସନ୍ ଏ ମାଘ ମାସ, ଅପସନ୍ ବି ଭାଦ୍ରବ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ପୌଷ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଭାଦ୍ରବ ମାସ। ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରା କେଉଁ ମାସରେ ପଡ଼େ? ଅପସନ୍ ଏ ମାଘ ମାସ, ଅପସନ୍ ବି ଭାଦ୍ରବ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ଆଷାଢ଼ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଆଷାଢ଼ ମାସ। ପରବର୍ତ୍ତୀ ପ୍ରଶ୍ନ, ଜନ୍ମାଷ୍ଟମୀ କେଉଁ ମାସରେ ପଡ଼େ? ଅପସନ୍ ଏ ମାଘ ମାସ, ଅପସନ୍ ବି ଭାଦ୍ରବ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ଆଷାଢ଼ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଭାଦ୍ରବ ମାସ। ପରବର୍ତ୍ତୀ ପ୍ରଶ୍ନ, ଗହ୍ମା ପୂର୍ଣ୍ଣିମା କେଉଁ ମାସରେ ପଡ଼େ? ଅପସନ୍ ଏ ଶ୍ରାବଣ ମାସ, ଅପସନ୍ ବି ଭାଦ୍ରବ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ଆଷାଢ଼ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଶ୍ରାବଣ ମାସ। ପରବର୍ତ୍ତୀ ପ୍ରଶ୍ନ, ଦୀପାବଳି କେଉଁ ମାସରେ ପଡ଼େ? ଅପସନ୍ ଏ କାର୍ତ୍ତିକ ମାସ, ଅପସନ୍ ବି ଭାଦ୍ରବ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ଆଷାଢ଼ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କାର୍ତ୍ତିକ ମାସ। ପରବର୍ତ୍ତୀ ପ୍ରଶ୍ନ, ଅକ୍ଷୟ ତୃତୀୟା କେଉଁ ମାସରେ ପଡ଼େ? ଅପସନ୍ ଏ କାର୍ତ୍ତିକ ମାସ, ଅପସନ୍ ବି ଭାଦ୍ରବ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ବୈଶାଖ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ବୈଶାଖ ମାସ। ପରବର୍ତ୍ତୀ ପ୍ରଶ୍ନ, କୁମାର ପୂର୍ଣ୍ଣିମା କେଉଁ ମାସରେ ପଡ଼େ? ଅପସନ୍ ଏ କାର୍ତ୍ତିକ ମାସ, ଅପସନ୍ ବି ଭାଦ୍ରବ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ବୈଶାଖ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆଶ୍ୱିନ ମାସ। ପରବର୍ତ୍ତୀ ପ୍ରଶ୍ନ, ଶାମ୍ବ ଦଶମୀ କେଉଁ ମାସରେ ପଡ଼େ? ଅପସନ୍ ଏ ପୌଷ ମାସ, ଅପସନ୍ ବି ଭାଦ୍ରବ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ବୈଶାଖ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପୌଷ ମାସ। ପରବର୍ତ୍ତୀ ପ୍ରଶ୍ନ, ଲକ୍ଷ୍ମୀ ପୂଜା କେଉଁ ମାସରେ ପଡ଼େ? ଅପସନ୍ ଏ ପୌଷ ମାସ, ଅପସନ୍ ବି ମାର୍ଗଶିର ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ବୈଶାଖ ମାସ।
ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମାର୍ଗଶିର ମାସ। ପରବର୍ତ୍ତୀ ପ୍ରଶ୍ନ, କାଳୀ ପୂଜା କେଉଁ ମାସରେ ପଡ଼େ? ଅପସନ୍ ଏ ପୌଷ ମାସ, ଅପସନ୍ ବି ମାର୍ଗଶିର ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି କାର୍ତ୍ତିକ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି କାର୍ତ୍ତିକ ମାସ। ପରବର୍ତ୍ତୀ ପ୍ରଶ୍ନ, ଦୋଳ ପୂର୍ଣ୍ଣିମା କେଉଁ ମାସରେ ପଡ଼େ? ଅପସନ୍ ଏ ପୌଷ ମାସ, ଅପସନ୍ ବି ମାର୍ଗଶିର ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ଫାଲ୍ଗୁନ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଫାଲ୍ଗୁନ ମାସ। ପରବର୍ତ୍ତୀ ପ୍ରଶ୍ନ, ନୃସିଂହ ଜନ୍ମ କେଉଁ ମାସରେ ପଡ଼େ? ଅପସନ୍ ଏ ପୌଷ ମାସ, ଅପସନ୍ ବି ମାର୍ଗଶିର ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ଫାଲ୍ଗୁନ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆଶ୍ୱିନ ମାସ। ପରବର୍ତ୍ତୀ ପ୍ରଶ୍ନ, ବାହୁଡ଼ା ଯାତ୍ରା କେଉଁ ମାସରେ ପଡ଼େ? ଅପସନ୍ ଏ ପୌଷ ମାସ, ଅପସନ୍ ବି ମାର୍ଗଶିର ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ଆଷାଢ଼ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଆଷାଢ଼ ମାସ। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମାଷ୍ଟମୀ କେଉଁ ମାସରେ ପଡ଼େ? ଅପସନ୍ ଏ ପୌଷ ମାସ, ଅପସନ୍ ବି ମାର୍ଗଶିର ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ଆଷାଢ଼ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମାର୍ଗଶିର ମାସ। ପରବର୍ତ୍ତୀ ପ୍ରଶ୍ନ, ଖୁଦୁରୁକୁଣି ଓଷା କେଉଁ ମାସରେ ପଡ଼େ? ଅପସନ୍ ଏ ପୌଷ ମାସ, ଅପସନ୍ ବି ମାର୍ଗଶିର ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ଭାଦ୍ରବ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଭାଦ୍ରବ ମାସ। ପରବର୍ତ୍ତୀ ପ୍ରଶ୍ନ, ଚନ୍ଦନ ଯାତ୍ରା କେଉଁ ମାସରେ ପଡ଼େ? ଅପସନ୍ ଏ ପୌଷ ମାସ, ଅପସନ୍ ବି ମାର୍ଗଶିର ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ବୈଶାଖ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ବୈଶାଖ ମାସ। ପରବର୍ତ୍ତୀ ପ୍ରଶ୍ନ, ସାବିତ୍ରୀ ବ୍ରତ କେଉଁ ମାସରେ ପଡ଼େ? ଅପସନ୍ ଏ ଜ୍ୟେଷ୍ଠ ମାସ, ଅପସନ୍ ବି ମାର୍ଗଶିର ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ବୈଶାଖ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଜ୍ୟେଷ୍ଠ ମାସ। ପରବର୍ତ୍ତୀ ପ୍ରଶ୍ନ, ଚିତା ଲାଗି ଅମାବାସ୍ୟା କେଉଁ ମାସରେ ପଡ଼େ? ଅପସନ୍ ଏ ଜ୍ୟେଷ୍ଠ ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ବୈଶାଖ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଆଷାଢ଼ ମାସ। ପରବର୍ତ୍ତୀ ପ୍ରଶ୍ନ, ଶୀତଳ ଷଷ୍ଠୀ କେଉଁ ମାସରେ ପଡ଼େ? ଅପସନ୍ ଏ ଜ୍ୟେଷ୍ଠ ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଆଶ୍ୱିନ ମାସ, ଅପସନ୍ ଡି ବୈଶାଖ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଜ୍ୟେଷ୍ଠ ମାସ। ପରବର୍ତ୍ତୀ ପ୍ରଶ୍ନ, ଝୁଲଣ ଯାତ୍ରା କେଉଁ ମାସରେ ପଡ଼େ? ଅପସନ୍ ଏ ଜ୍ୟେଷ୍ଠ ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଶ୍ରାବଣ ମାସ, ଅପସନ୍ ଡି ବୈଶାଖ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଶ୍ରାବଣ ମାସ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀରାମ ନବମୀ କେଉଁ ମାସରେ ପଡ଼େ? ଅପସନ୍ ଏ ଚୈତ୍ର ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଶ୍ରାବଣ ମାସ, ଅପସନ୍ ଡି ବୈଶାଖ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଚୈତ୍ର ମାସ। ପରବର୍ତ୍ତୀ ପ୍ରଶ୍ନ, ବାଟ ଓଷା କେଉଁ ମାସରେ ପଡ଼େ? ଅପସନ୍ ଏ ଚୈତ୍ର ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଶ୍ରାବଣ ମାସ, ଅପସନ୍ ଡି ପୌଷ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ପୌଷ ମାସ। ପରବର୍ତ୍ତୀ ପ୍ରଶ୍ନ, ରାସ ପୂର୍ଣ୍ଣିମା କେଉଁ ମାସରେ ପଡ଼େ? ଅପସନ୍ ଏ ଚୈତ୍ର ମାସ, ଅପସନ୍ ବି ଆଷାଢ଼ ମାସ, ଅପସନ୍ ସି ଶ୍ରାବଣ ମାସ, ଅପସନ୍ ଡି କାର୍ତ୍ତିକ ମାସ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି କାର୍ତ୍ତିକ ମାସ।